ସକାଳୁ ଉଠି ଏହି ଦୁଇଟି ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଦେଖିବେ ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇଯିବ। ସାଙ୍ଗମାନେ, ପ୍ରାଚୀନ କାଳରେ ଋଷିମୁନିମାନେ ବେଦର ମହତ୍ତ୍ୱ ବିଷୟରେ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ବେଦରେ କୁହାଯାଇଥିବା କିଛି ବିଶେଷ ମନ୍ତ୍ରକୁ ପ୍ରତ୍ୟେକ ଦିନ କେବଳ ଗୋଟେ ଥର ଉଚ୍ଚାରଣ କରିବାକୁ ଲାଗିବ, ତାହେଲେ ତାର ଯେତେ କଠିନରୁ କଠିନ କାର୍ଯ୍ୟ ବି ସହଜରେ ପୂରା ହୋଇଯିବ। ଏବଂ ବିଦ୍ୱାନୀମାନେ କହିଛନ୍ତି କି ଯଦି କୌଣସି ମନୁଷ୍ୟ କିଛି ଖାସ୍ ମନ୍ତ୍ରକୁ ସକାଳୁ ଶୋଇକି ଉଠିବା ପରେ କିଛି ସମୟ ପାଇଁ ଆଖି ବନ୍ଦ କରି ମନ୍ତ୍ରଟିକୁ ଉଚ୍ଚାରଣ କେବଳ ଗୋଟେ ଥର କରିବା ଦ୍ୱାରା ସେ ମନୁଷ୍ୟର ଜୀବନରେ କେବେ ବି କିଛି ସମସ୍ୟା ଆସିବ ନାହିଁ ଏବଂ ସଫଳତା ତାଙ୍କ ପଛରେ ଦୌଡ଼ିବାକୁ ଲାଗିବ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଏମିତି ଦୁଇଟି ମନ୍ତ୍ର ବିଷୟରେ ଯେଉଁ ମନ୍ତ୍ରକୁ ପ୍ରତିଦିନ ସକାଳେ ମାତ୍ର ଗୋଟେ ଥର ଉଚ୍ଚାରଣ କରି ଆପଣ ନିଜର ଦୁର୍ଭାଗ୍ୟକୁ ଦୂରକୁ ଫୋପାଡ଼ି ଦେଇପାରିବେ। ସାଙ୍ଗମାନେ, ଯେଉଁ ଲୋକମାନଙ୍କର ଜାତକରେ ଗ୍ରହ ଦୋଷ ଥାଏ ସେମାନଙ୍କୁ କେବେ ବି ଦେବୀ ଦେବତାଙ୍କର କୃପା ପ୍ରାପ୍ତ ହୋଇନଥାଏ। ଏହାର କାରଣ ଆଉ କିଛି ନୁହେଁ, ବରଂ ଆମ କର୍ମ ଦ୍ୱାରା ଆମକୁ ଏସବୁ ପ୍ରାପ୍ତ ହୋଇଥାଏ। ଯେତେବେଳେ ବାରମ୍ବାର ପରିଶ୍ରମ କରିବା ପରେ ବି ଆମକୁ ସଫଳତା ମିଳେ ନାହିଁ, ତାହାର କାରଣ ବି ଗ୍ରହ ଦୋଷ ହୋଇଥାଏ। ଘରେ ସର୍ବଦା ଅଶାନ୍ତି ଓ କଳିଝଗଡ଼ାର ପରିବେଶ ସୃଷ୍ଟି ହୋଇଥାଏ। ସବୁ ବାଧାବିଘ୍ନ ଆପଣଙ୍କ ପଛରେ ସବୁବେଳେ ଗୋଡ଼ାଉଥାଏ। ତାହେଲେ ଆପଣଙ୍କୁ ଏହି କଥାରୁ ବୁଝିଯିବାର ଅଛି ଯେ ଦୁର୍ଭାଗ୍ୟ ଆପଣଙ୍କୁ ଘେରି ରହିଛି। ଏହି ଦୁର୍ଭାଗ୍ୟରୁ ବଞ୍ଚିବା ପାଇଁ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ନିଦ୍ରାରୁ ଉଠି ଦୁଇଟି ଛୋଟ ସରଳ ଉପାୟକୁ କରନ୍ତୁ। ସେମିତି ବି ଆମ ଶାସ୍ତ୍ରରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି କରିବା ପୂର୍ବରୁ ପ୍ରଥମେ ସ୍ନାନ କରିବା ଅନିବାର୍ଯ୍ୟ କୁହାଯାଇଛି। କିନ୍ତୁ ଏହି ଉପାୟକୁ ଆପଣ ବିନା ସ୍ନାନରେ କରିପାରିବେ। ଆସନ୍ତୁ ଜାଣିବା ବିସ୍ତାର ଭାବରେ। ସାଙ୍ଗମାନେ, ସର୍ବପ୍ରଥମେ ସକାଳୁ ଜଲ୍ଦି ଉଠିବାର ଅଭ୍ୟାସ କରନ୍ତୁ। ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଯାଆନ୍ତୁ। ଅତି କମ୍ରେ ସକାଳ 6ଟା ଭିତରେ ନିଶ୍ଚିତ ଭାବରେ ଉଠି ଯାଆନ୍ତୁ। ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ସେ ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ ଏବଂ ତାର ଶରୀରରେ ପୁରା ଦିନ ଫୁର୍ତ୍ତି ଭରି ରହିଥାଏ। ବ୍ରହ୍ମ ମୁହୂର୍ତ୍ତ ସମୟରେ ପୂଜାପାଠ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଯାଆନ୍ତି, ଯାହାଦ୍ୱାରା ଘରେ ଧନ ସମ୍ପତ୍ତି ଏବଂ ସମୃଦ୍ଧି ସର୍ବଦା ରହିଥାଏ। ଆପଣମାନେ ଜାଣିଛନ୍ତି କି ଏହି ବ୍ରହ୍ମ ମୁହୂର୍ତ୍ତ କାହାକୁ କୁହାଯାଏ? ସୂର୍ଯ୍ୟୋଦୟର ପୂର୍ବର ପ୍ରହରରେ ଦୁଇଟି ମୁହୂର୍ତ୍ତ ହୋଇଥାଏ। ସେହି ମଧ୍ୟରୁ ପ୍ରଥମ ପ୍ରହରକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ବର୍ଷ ଏବଂ ଭୌଗୋଳିକ ସ୍ଥିତିର ସମୟ ଅନୁସାରେ ସୂର୍ଯ୍ୟୋଦୟର ସମୟ ପ୍ରତ୍ୟେକ ଦିନ ବଦଳିଥାଏ ଏବଂ ସେହି ଅନୁସାରେ ବ୍ରହ୍ମ ମୁହୂର୍ତ୍ତର ସମୟ ମଧ୍ୟ ବଦଳିଥାଏ। କେବଳ ଆପଣ ପ୍ରଥମେ ସୂର୍ଯ୍ୟୋଦୟର ସମୟ ଜାଣି ନିଅନ୍ତୁ। ତାପରେ ସେହି ସମୟରୁ 1 ଘଣ୍ଟା 36 ମିନିଟର ସମୟକୁ କାଟି ଦିଅନ୍ତୁ। ଆପଣଙ୍କୁ ମିଳିଯିବ ବ୍ରହ୍ମ ମୁହୂର୍ତ୍ତର ସମୟ। ବ୍ରହ୍ମ ମୁହୂର୍ତ୍ତରେ 4ଟି କାର୍ଯ୍ୟ କରନ୍ତୁ: ବନ୍ଦନା, ଧ୍ୟାନ, ପ୍ରାର୍ଥନା ଏବଂ ଅଧ୍ୟୟନ। ସକାଳୁ ସର୍ବପ୍ରଥମେ ଉଠି ସୁଖାସନରେ ବସିଯାଆନ୍ତୁ ଏବଂ ନିଜର ଆଖିକୁ ବନ୍ଦ କରି ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ। ଓಂ ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ ଭାନୁ ଶଶି ଭୂମିସୁତେ ବୁଧଶ୍ଚ ଗୁରୁଶ୍ଚ ଶୁକ୍ର ଶନି ରାହୁ କେତବ କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତମ୍ ଓಂ।
ଏହି ମନ୍ତ୍ରର ଅର୍ଥ ହେଉଛି ବ୍ରହ୍ମା ବିଷ୍ଣୁ ଶିବ ସୂର୍ଯ୍ୟ ଚନ୍ଦ୍ର ମଙ୍ଗଳ ବୁଧ ବୃହସ୍ପତି ଶୁକ୍ର ଶନି ରାହୁ କେତୁ ସମସ୍ତ ଦେବତା ମୋ ଉପରେ କୃପା କରନ୍ତୁ ଏବଂ ମୋର ପ୍ରାତଃ ମଙ୍ଗଳ ସୁଖମୟ ଆନନ୍ଦମୟ କରିଦିଅନ୍ତୁ। ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ ସବୁ ଦେବୀ ଦେବତାଙ୍କର କୃପା ପ୍ରାପ୍ତ ହୋଇଥାଏ। ଏହି ମନ୍ତ୍ର ଗ୍ରହମାନଙ୍କୁ ଶାନ୍ତ କରିଥାଏ ଏବଂ ଅଶୁଭ ଫଳକୁ କମ୍ କରି ଶୁଭ ଫଳ ଦେବା ଗ୍ରହମାନଙ୍କୁ ବଳବାନ କରିଥାଏ। 9ଟି ଗ୍ରହଙ୍କର ଦୃଷ୍ଟି ବି ଆପଣଙ୍କ ଉପରେ ସର୍ବଦା କଲ୍ୟାଣକାରୀ ଏବଂ ମଙ୍ଗଳମୟ ହୋଇ ରହିଥାଏ। ସାଙ୍ଗମାନେ, ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ପରେ ଆପଣ ନିଜର 2ଟି ହାତ ପାପୁଲିକୁ ଯୋଡ଼ନ୍ତୁ ଯେଉଁଭଳି ଆମେ ଅଞ୍ଜଳି କରିଥାଉ ଏବଂ ନିଜର ହାତକୁ ଦେଖି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ। କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ। ଅର୍ଥାତ୍ ଆମ ହାତର ଅଗ୍ରଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟରେ ସରସ୍ୱତୀ ଏବଂ ହାତର ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ସେଥିପାଇଁ ସକାଳୁ ଉଠି ନିଜ ହାତକୁ ଦେଖି ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ। ଆମେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରି ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ ଏବଂ ଭଗବାନ ବିଷ୍ଣୁଙ୍କର ସର୍ବୋଚ୍ଚ ଶକ୍ତିର କଳ୍ପନା ଏବଂ ଆବାହନ କରିଥାଉ। ଦେବୀ ଲକ୍ଷ୍ମୀ ହେଉଛନ୍ତି ଧନଦାତା, ଦେବୀ ସରସ୍ୱତୀ ହେଉଛନ୍ତି ବୁଦ୍ଧିଦାତା ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ସମୃଦ୍ଧିଦାତା। ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ 3ଟି ଦେବୀ ଦେବତାଙ୍କର କୃପା ପ୍ରାପ୍ତ ହୋଇଥାଏ। ଦୁର୍ଭାଗ୍ୟ ଆପଣଙ୍କ ଜୀବନରୁ ଚାଲି ଯାଇଥାଏ। ଏହି ମନ୍ତ୍ରଟି ଏମିତି ଲୋକମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଯେଉଁମାନେ ନିଜ କର୍ମମୟ ଜୀବନରେ ସଂଘର୍ଷ କରୁଛନ୍ତି। ଏହି ମନ୍ତ୍ର ଆପଣଙ୍କ ଧ୍ୟାନକୁ କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥାଏ। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଆପଣଙ୍କୁ ଶକ୍ତି ଯୋଗାଇଥାଏ। ଆପଣଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବା ସହିତ ସ୍ମରଣ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଆପଣଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ଭଲ ଏବଂ ଉଚିତ ନିର୍ଣ୍ଣୟ ନେବା ପାଇଁ ଆପଣଙ୍କୁ ସାହାଯ୍ୟ କରିଥାଏ। ଏହି ମନ୍ତ୍ରଟି ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ଫଳପ୍ରଦ ହୋଇଥାଏ। ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ବା ସୂର୍ଯ୍ୟୋଦୟ ପୂର୍ବରୁ ଉଠିଯିବା ଉଚିତ। ଯେଉଁ ବ୍ୟକ୍ତି ଡେରି ଯାଏ ଶୋଇ ରହିଥାଏ ତାଙ୍କର ବୁଦ୍ଧି ସବୁବେଳେ କମ୍ ରହିଥାଏ। ଏହି ବ୍ୟକ୍ତିଙ୍କ ଜୀବନରେ ସର୍ବଦା ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ସକାଳୁ ଜଲ୍ଦି ଉଠିଲେ ଆମ ଶରୀରରେ ନୂତନ ଶକ୍ତି ସଞ୍ଚାର ହେବା ସହିତ ଆମର ସୌଭାଗ୍ୟ ବଢ଼ିଥାଏ। ଏହି 2ଟି ଉପାୟକୁ ଅବଲମ୍ବନ କରନ୍ତୁ ଏବଂ ନିଜର ଦୁର୍ଭାଗ୍ୟକୁ ଦୂର କରନ୍ତୁ। ଆଜିର ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ତା ସହିତ ସେୟାର କରିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚିତ ଭାବରେ ଲେଖିଦିଅନ୍ତୁ। ଧନ୍ୟବାଦ।